ରଖିବ ହେଲେ ରଥ ଶୁଭ ସଭୟ ସିଂହ ଗୋଟାଏ ବୃଦ୍ଧ ସେ ପୁଣି ବିବାହ କରିଛି ଦ୍ୱିତୀୟ ପତ୍ନୀ ତାହାର ଦ୍ୱିତୀୟ ପତ୍ନୀର ନାମଟା ମହାରାଣୀ କଳିକା ସୁନ୍ଦରୀ ଅବଶ୍ୟ ଗୋପାଳକୁ ଧନ ଦେଇ ଜ୍ଞାନୀମାନଙ୍କୁ ସତ କଥା କହି ଆଉ ଗର୍ଭୀ ଅହଙ୍କାରୀ ମାନଙ୍କୁ କର ଯୋଡ଼ି ନମସ୍କାର କରି ନିଜର ଭାଗ୍ୟ ଭବିଷ୍ୟତ ଗଢ଼ିବା ବୁଦ୍ଧିମାନର କର୍ତ୍ତବ୍ୟ ଆଉ ସୁନ୍ଦରୀ ନାରୀମାନଙ୍କର ରୂପ ଯୌବନକୁ ପ୍ରଶଂସା କରିପାରିଲେ ସେମାନେ ହୋଇଥାନ୍ତି ଆପଣାର ଏମିତି ମହାରାଣୀ କଳିକା ସୁନ୍ଦରୀ ଦେଖିବାକୁ ଭାରି ସୁନ୍ଦର ମୋର ଦରକାର ମହାରାଣୀ କଳିକା ସୁନ୍ଦରୀର ଅଧରର ମଧୁ ତାପରେ ମତିବ ମଲ୍ହାର ଦେଶରେ ମତିବ ଗର୍ଗବ ସହିତ ମହାରାଣୀ ସଦାବେଳେ ଖାଲି ତମରି କଥା ମୋ କଥା ମାନେ ଆରେ ତମେ କଣ କହୁଛ ମୁଁ ତୁମ କଥା କିଛି ବି ବୁଝିପାରୁନି ମୁଁ ଏକରୁହେ ମହାରାଣୀ ଏ ରାଜ୍ୟ ସାରା ସମସ୍ତଙ୍କ ମୁଖରେ ତମ ରୂପ ଗୁଣର ପ୍ରଶଂସା ଆରେ ତମେ ଏମିତି କଣ କହୁଛ ଆରେ ତମେ ଆଜି କଣ କହୁଛ ମୁଁ ତୁମ କଥା କିଛି ବି ବୁଝିପାରୁନି ହେଲେ ଗୋଟାଏ କଥା ଭାରି ଅସୁନ୍ଦର ସତ କହୁଛି ମହାରାଣୀ ଅତି ଅସୁନ୍ଦର ଅସୁନ୍ଦର ଆରେ କେଉଁଟା ଅସୁନ୍ଦର ଆରେ କାହା କଥା ଅସୁନ୍ଦର କୁହ ଆରେ କାହା କଥା ଅସୁନ୍ଦର ଏଇ ତମ ପରି ରୂପପତି ଗୁଣପତି ଏ ରାଜ୍ୟ ସାରା କେହି ନାହିଁ କିନ୍ତୁ ଗୋଟାଏ ଅର୍ଦ୍ଧ ବୟସ୍କ ବୃଦ୍ଧ ଭାରି ଅସୁନ୍ଦର ମୁଁ ବ୍ୟାଜ ବନାମ ତତ୍ଵ ପରିସ୍ଥିତିରେ ପଡ଼ି ମୁଁ ଶେଷରେ ସେଇ ବୃଦ୍ଧ ରାଜାର ହାତ ଧରିଲି ମୁଁ ଜମାରେ ସହିପାରୁନି କି ରାଜା ପ୍ରସାଦ ମଧ୍ୟରେ ମୁଁ ଜମାରେ ରହିପାରୁନି ତାହାର ଗୋଟିଏ ପୁତ୍ର ସନ୍ତାନ ଅଛି ମୁଁ କିପରି ସହିବି ଏ ଜମାରେ ସହିପାରୁନି ମୁଁ ଜମାରେ ସହିପାରୁନି ତୁମେ ପୁଣି କାନ୍ଦୁଛ ମହାରାଣୀ ନାଇଁ ମହାରାଣୀ ଆରେ ତୁମେ ଜମା କାନ୍ଦ ନା ଏଠି ପରା କାନ୍ଦିବା ମନା